ভিডিও নোটিফିକେସନଟି ପାଇପାରିବ। ବୁଝିହେଲା? ତ ଚାଲ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦେଖ ଏଠି ତମର ତମ ନାଁ, ବିଭାଗ, ରୋଲ ନମ୍ବର ଯାହା ଯାହା ଲେଖିବାର ଅଛି ଲେଖିବ। ଆମେ ସିଧାସଳଖ ପ୍ରଶ୍ନକୁ ଆସିବା। ଆଚ୍ଛା, ପାଣିରେ ବୁଡ଼ି ଯାଉଥିବା ଲୋକଙ୍କୁ କିଏ ଉଦ୍ଧାର କରନ୍ତି? ଦମକଳ ଯୋଉ ଟିମ୍ ଅଟନ୍ତି ହେଲା, ଦମକଳ ବା ଫାୟାର ଷ୍ଟେସନ ଯୋଉଠି ଲେଖିପାରିବ ହେଲା। ଗ୍ରାମାଞ୍ଚଳର ଉନ୍ନତି ପାଇଁ କେଉଁ ସଂସ୍ଥା କାମ କରେ? ପଞ୍ଚାୟତ ହେଲା। ତାପରେ କାହା ସାହାଯ୍ୟରେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଏ? ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ସାହାଯ୍ୟରେ ହେଲା। ବୁଝିହେଲା? ତାପରେ ପିଲାମାନେ ନେକ୍ସଟ ଦେଖିବା ଆମର କଣ? ଜିଲ୍ଲା ସ୍ୱାସ୍ଥ୍ୟର ଉନ୍ନତି ସମ୍ପର୍କରେ କିଏ ବୁଝନ୍ତି ଲେଖିବ। ବୁଝିହେଲା? ତାପରେ ଦେଖ ନେକ୍ସଟ କଣ ଦେଇଛି? ଏଗୁଡ଼ିକ କାହାର ନାମ କୋଠରୀ ଲେଖ। ଖଜାଣା ଆଦାୟ କରିବା, କିଏ ଆଦାୟ କରନ୍ତି? ରୋଗୀର ପରୀକ୍ଷା ଡାକ୍ତର ଲେଖିପାରିବ। ବୁଝିହେଲା? ଜିଲ୍ଲା ଶିକ୍ଷା ବ୍ୟବସ୍ଥା କରିବା, ଏଇଟା ତମର ଲେଖିବ ପିଲାମାନେ। ଡିଓ ଯାହା ବି ଅଛନ୍ତି, ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସିଆଲ ହେଲା। ତାପରେ ପିଲାମାନେ କ ସ୍ତମ୍ଭ ସହ ଖ ସ୍ତମ୍ଭର ଉପଯୁକ୍ତ ଶବ୍ଦକୁ କାଟଣୀ ମିଳେଇବ। ଉତ୍ତରାଧିକାରୀ ପ୍ରମାଣପତ୍ର, ପଞ୍ଚାୟତ ସମିତି, ଥାନା ଦେଇଛି ଏଠାରେ ଚେୟାରମ୍ୟାନ, ସବ ଇନ୍ସପେକ୍ଟର, ମ୍ୟାନେଜର, ତହସିଲଦାର। ଆଚ୍ଛା, ଥାନାର ତ ହେବ ତମର ସବ ଇନ୍ସପେକ୍ଟର। ପଞ୍ଚାୟତ ସମିତିର କଣ ହେବ? ଚେୟାରମ୍ୟାନ ବୋଧେ ହେଲା। ଉତ୍ତରାଧିକାରୀ ପ୍ରମାଣପତ୍ର ତହସିଲଦାର। ବୁଝିହେଲା? ଏତିକି ତମର ହବ। କ୍ଲିୟର ଏତିକି? ତାପରେ ଦେଖ ନେକ୍ସଟ ଆମର କଣ ଦେଇଛି 4 ନମ୍ବର। ଡାକଘରୁ କଣ କଣ ମିଳେ ଲେଖିବ। ଡାକଘରୁ ତମେ କଣ କଣ ପାଅ? ଡାକ ଟିକଟ ଏସବୁ ତମେ ପାଇଥାଅ ଲେଖିବ। ବ୍ୟାଙ୍କ ଖୋଲା ହେବା ଦ୍ୱାରା ଆମର କି କି ସୁବିଧା ହେଉଛି? ଆମେ ଟଙ୍କା ଜମା କରିପାରୁଛୁ, ଆରାମରେ ଋଣ ଆଣିପାରୁଛୁ, ଏସବୁ ଲେଖିବ ହେଲା। ତାପରେ ଗ୍ରାମ ପଞ୍ଚାୟତର ଦୁଇଟି ଉନ୍ନତିମୂଳକ କାର୍ଯ୍ୟ କଣ କଣ ଲେଖିବ। ରାସ୍ତାଘାଟ ତିଆରି, ଗାଁରେ ପୋଖରୀ ତିଆରି, ଏସବୁ ଲେଖିବ ହେଲା। ତାପରେ ପିଲାମାନେ 5 ନମ୍ବର ଦେଖ। ରାସ୍ତାରେ ଯିବା ସମୟରେ କି କି ନିୟମ ପାଳନ କରିବା ଦରକାର, ଆମେ ସବୁ ଲେଖିବ। ତହସିଲଦାରଙ୍କର କାର୍ଯ୍ୟ କଣ, ଏସବୁ ବି ଡିଟେଲ୍ସରେ ଲେଖିବ। ଆଶା କରୁଛି ପିଲାମାନେ ଭିଡ଼ିଓଟି ପସନ୍ଦ ଆସିଥିବ। ଏତିକି ହିଁ ଥିଲା।